ଆଜିକାଲି ଛାତ୍ରଛାତ୍ରୀମାନେ ଘର ଖାଦ୍ୟ ଛାଡ଼ିକି ହୋଟେଲ ବଜାର ଖାଦ୍ୟ ଠେଲାର ଖାଦ୍ୟ ଖାଇବାରେ ବହୁତ ପସନ୍ଦ କରନ୍ତି, ଯାହାଫଳରେ ତାଙ୍କର ଶରୀର ଅସୁସ୍ଥ ହୁଏ, ଦୁର୍ବଳ ହୁଏ। ଥରେ ଯାଆଁଳା ଦି ଭାଇ ଥିଲେ, ସେମାନେ ମିଳିମିଶି କରି ଖେଳୁଥିଲେ। ବଡ଼ ଭାଇ ଘର ତିଆରି ଖାଦ୍ୟ ଭାତ ଖାଉଥିଲା, ତାପରେ ବିଭିନ୍ନ ପ୍ରକାର ଶାଗ ପନିର ମନ ଭରିକରି ଖାଉଥିଲା। କୋବି ଶାଗ ଖାଉଥିଲା, ବିଭିନ୍ନ ପ୍ରକାର ଡାଲି ମଧ୍ୟ ଖାଉଥିଲା। କେଡ଼େ ଆନନ୍ଦ ପାଉଥିଲା, ଯାହାଫଳରେ ତା ଶରୀର ହୃଷ୍ଟପୃଷ୍ଟ ହେଉଥିଲା। କିନ୍ତୁ ସାନ ଭାଇ ଏସବୁ ପସନ୍ଦ କରୁନଥିଲା, ସେ ବିପରୀତ ଥିଲା। ସବୁବେଳେ ହୋଟେଲ ଖାଦ୍ୟ ଖାଉଥିଲା, ବାସି ତେଲରେ ଛଣା ହୋଇଥିବା ଖାଦ୍ୟ ଖାଉଥିଲା, ଠେଲାର ଖାଦ୍ୟ ଖାଉଥିଲା, ମରିଚ ଗୁଣ୍ଡ ପଡ଼ିଥିବା ଖାଦ୍ୟ ଖାଉଥିଲା, ଚକୋଲେଟ୍ ଖାଉଥିଲା। ସବୁବେଳେ ଫ୍ୟାକ୍ଟ୍ରି ଜିନିଷ ଏକା ଖାଉଥିଲା। ଖରାଦିନ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ପିଉଥିଲା, ଯେଉଁଟାକି ବିଦେଶୀ। ତା ଶରୀର ମଧ୍ୟ ଧୀରେ ଧୀରେ ପତଳା ହେଲା। ଦିନେ ତାକୁ ଡାକ୍ତରଖାନା ଯିବାକୁ ପଡ଼ିଲା। ଡାକ୍ତର ଭଲ ଭାବରେ ଦେଖିଲେ ଏବଂ ତାକୁ ଇଞ୍ଜେକ୍ସନଟିଏ ଫୋଡ଼ିଦେଲେ। ଏହାପରେ ପିଲାଟି ଡାକ୍ତରଙ୍କ ପାଖରେ କାନ ଧରିଲା, ଆଉ ସେଇଦିନଠାରୁ ଆଉ ସେହି ଜଙ୍କ ଫୁଡ଼ ଆଉ ଖାଇଲା ନାହିଁ। ଧୀରେ ଧୀରେ ସ୍ୱାସ୍ଥ୍ୟ ସୁନ୍ଦର ଦେଖାଗଲା।